এইଭଳି ଗୋଟେ ଜଙ୍ଗଲ ହେଇଛି ଯେଉଁ ସୋଲାର ବାଡ଼ ପ୍ରତି ସାବଧାନ ହାତୀ ପୁରା ଘଞ୍ଚ ଜଙ୍ଗଲ ରହିଛି। ଏଇ ଯୋଉ ପଥରଟା ଦେଖୁଛନ୍ତି ଏଇ ପଥର ଏଇ ଯୋଉ ପାଦ ଚିହ୍ନ ଏଇଟା ଗୋଟେ ଏଇଟା ଗୋଟେ ହଁ ଏ କିଏ କାହା ପାଦ ଚିହ୍ନ? ବିଷ୍ଣୁଙ୍କର ପାଦ ଚିହ୍ନ ଭଗବାନ ବିଷ୍ଣୁଙ୍କର ଜନ୍ମ ଅନ୍ଧ ଆସିକିରି ଏଠି 3 ଦିନ ଭିତରେ ସେ ଚକ୍ଷୁଦାନ ପାଇଲେ। କାଳି ନାଗଟା ଥିଲା ଯେତେବେଳେ ସେ ସବୁବେଳେ ଏଠି ରହୁଥିଲା। ନାଗ ବି କୁଆଡେ ଗଲା ଯେ ଆଉ ପାଉନାହାନ୍ତି, କେବେ ଦେଖୁନାହାନ୍ତି। ଆଚ୍ଛା, କିନ୍ତୁ ନାଗ ରହୁଥିଲା ନାଗ ରହୁଥିଲା ଅରିଜିନାଲ ନାଗଟି। ଗରୁଡ଼ ଅଛନ୍ତି ନାଇଁ କି? ଏଇ ପଥରଟା ବି ଆରମ୍ଭରୁ ଅଛି ବୋଧେ। ସେଇ ପଥର ଉପରେ ସେଇ ଭଳିଆ ପାଦ ଚିହ୍ନ ଦିଟା ହାତୀ ପରା ଆସିଥିଲେ ମାନେ ନ ପଶିବା ଲାଗି ବାଡ଼ଟା। ହଁ, ଏଇ ଯୋଉ ରାତିରେ ଅନ୍ କରାହଉଛି, ରାତିରେ ଅନ୍ କରାହଉଛି ନାଇଁ କି? ଥରେ ଝଟକା ଖାଇଲେ ଆଉ ଆସୁନାହାନ୍ତି। ହାତୀ ଝାଡ଼ା ବି ପଡ଼ିଛି ସେଠି, ପ୍ରବଳ ଝାଡ଼ା ପଡ଼ିଛି। ଆସିକି ଥୁଣ୍ଡଟା ଏମିତି ହାତ ମାରିଦେବ। ଆଚ୍ଛା, ମାନେ କରେଣ୍ଟ ଲାଗିଯାଏ। ହଁ, କରେଣ୍ଟ ସେଠି ଅନ୍ କରିଦିଅନ୍ତି। ଏ ପଥର ପୁରା କ୍ଲିୟର ଭାସୁଛି। ଏଠି ଆବାଜ ବି ଶୁଣନ୍ତୁ, ପଥର ଖଡ଼ ଖଡ଼ ଆବାଜ ହଉଛି। ନା ନା, ଏଇଟା 3 କିଲୋ ପଥର ବା। ଏଇ ପଥର ଧଡ଼ 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 ହଉଛି। ବିସ୍ମୟ, ଆଶ୍ଚର୍ଯ୍ୟ, ରହସ୍ୟମୟ ଇଏ। ତ ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ଆପଣମାନେ ତ ଜାଣିଥିବେ ଯେ ଆମର ପ୍ରଭୁ ରାମଚନ୍ଦ୍ର ଯେତେବେଳେ ଶ୍ରୀଲଙ୍କା ଯାଇଥିଲେ ବା ଲଙ୍କା ଯାଇଥିଲେ ସୀତାଙ୍କୁ ଉଦ୍ଧାର କରିବାକୁ, ସେତେବେଳେ ସେ ସମୁଦ୍ର ଉପରେ ଏକ ସେତୁ ବାନ୍ଧିଥିଲେ। ତ ଯେଉଁ ସେତୁ ବନ୍ଧରେ କି କୁହାଯାଏ ଯେ ଯେଉଁ ପଥର ଇସ୍ତେମାଲ କରାହେଇଥିଲା ବା ବ୍ୟବହାର କରାଯାଇଥିଲା, ସେ ପଥରଟି ପାଣିରେ ଭାସୁଥିଲା। ଏଗୁଡ଼ା ସବୁ ଆମେ ଶୁଣିଛେ, କିନ୍ତୁ ମୁଁ ଖବର ପାଇଲି ଆମ ଓଡ଼ିଶାର ବା ଆମ ରାଜଧାନୀ ଭୁବନେଶ୍ୱରରୁ ମାତ୍ର 100ରୁ 120 କିଲୋମିଟର ଗଲେ ଅନୁଗୁଳ ଜିଲ୍ଲାରେ ଏମିତି ଏକ ଜାଗା ଅଛି ଯେଉଁଠିକି ସେଇ ପଥର ଭିତରୁ ଏକ ପଥର ଅଛି ଯାହାକି ପାଣିରେ ଭାସୁଛି। ଏଗୁଡ଼ା ଶୁଣିଲା ବେଳୁ ଆଶ୍ଚର୍ଯ୍ୟ ଲାଗୁଛି ନା ଦର୍ଶକ ବନ୍ଧୁ? ମୋତେ ବି ଆଶ୍ଚର୍ଯ୍ୟ ଲାଗୁଥିଲା। ହେଲେ ଆଶ୍ଚର୍ଯ୍ୟ ସେଇଟା ବି ନାହିଁ, ସେଇ ଜାଗାଟି ପୁରା ଶାଳ ଶାଗୁଆନ ଜଙ୍ଗଲ ଅଛି, ଆଉ ଠିକ୍ ଜଙ୍ଗଲର ମଝିରେ ସେଇ ଜାଗାଟି ଅଛି। ଆଉ ଗୋଟେ ବି ଏମିତି ଶୁଣିବାକୁ ମିଳୁଛି କି ସେଇ ଜାଗାରେ ଏକ ପଥର ଅଛି, ଏକ ବିଶାଳ ପଥର ଯେଉଁଥିରେ କି ବିଷ୍ଣୁଙ୍କର ପାଦ ଚିହ୍ନ ଅଛି। ତ ଏଇଭଳି ସବୁ ଅନେକ ରହସ୍ୟ, ରୋମାଞ୍ଚକର ଏବଂ ଚମତ୍କାର କଥା ସେଇ ଜାଗାଟି ବିଷୟରେ ସବୁ ଶୁଣିବାକୁ ମିଳେ। ତ ଚାଲନ୍ତୁ ଯିବା ଆଜି ସେଇ ଜାଗାଟିକୁ ଆଉ ଦେଖିବା ସତରେ ସେଇ ପାଣିରେ ପଥର କେମିତି ଭାସୁଛି ଏବଂ ସେଠି ମହାପ୍ରଭୁଙ୍କର ପାଦ ଚିହ୍ନ କ'ଣ ଅଛି। ଏଗୁଡ଼ା ସବୁ ଦେଖିବା। ଭିଡ଼ିଓଟି ଜବରଦସ୍ତ ହେବ, ଜମା ଆଧାରୁ ପଡ଼ାନ୍ତୁନି। ଆଉ ହଁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଲାଇକ୍ ବଟନ୍ ଦବାଇବାକୁ ଜମା ବି ଭୁଲନ୍ତୁନି। ତ ଚାଲନ୍ତୁ ଯିବା। ଶୀତ ଦିନ ଲାଗି ଯେଉଁ ଗଛ ଗୁଡ଼ାକ ଆମର ପତ୍ର ଝଡ଼ା ଦେଇଥିଲା, ଆସ୍ତେ ଆସ୍ତେ ଗଛ ଗୁଡ଼ାକ ସବୁ ପତ୍ର କଅଁଳି ଗଲାଣି, ଗ୍ରୀନ୍ କଲର୍ ହେଇ ଆସିଲାଣି। ସକାଳୁ ଏଇ ରାସ୍ତାଟିରେ ଗାଡ଼ି ଚଲେଇ ଯିବାର ଭାରି ଆନନ୍ଦଦାୟକ ମାନେ ଗୋଟେ ଫିଲ୍ ଆସୁଛି। ଆପଣମାନେ ଦେଖିପାରିବେ ମୁଁ ଏ ପଛପଟୁ ଆସିଲି, ଯେଉଁଟାକି ଆମ ରାଜଧାନୀ ଭୁବନେଶ୍ୱରରୁ ଏପଟକୁ ସିଧା ଯିବାର ଅଛି। ଏଠି ଲେଖା ହେଇଛି ଆଠମଲ୍ଲିକ ଆଉ 73 କିଲୋମିଟର, ରେଢ଼ାଖୋଲ 87 କିଲୋମିଟର ଆଉ ସମ୍ବଲପୁର 153 କିଲୋମିଟର। ବର୍ତ୍ତମାନ ମୁଁ ଯେଉଁଟା ପହଞ୍ଚିଲି ଏଇଟା ହେଉଛି ଆମର ଅନୁଗୁଳ। ଫାଇନାଲି ମୁଁ ପହଞ୍ଚିଗଲି। ଆଜିର ଆମର ଯେଉଁ ଡେଷ୍ଟିନେସନ୍ ଥିଲା, ସାମ୍ନାରେ ଦେଖିପାରୁଥିବେ ଏଇ ଯେଉଁ ମଠଟି ଅଛି, ଏଇଟା ହେଉଛି ପାଦପଦ୍ମ ମଠ। ଠିକ୍ ଏଇଭଳି ଗୋଟେ ଜଙ୍ଗଲ ହେଇଛି ଯେଉଁଟାକି ଆକାଶିଆ ବା ୟୁକାଲିପଟାସ୍ ଜଙ୍ଗଲର ମଝି ଅଛି। ବର୍ତ୍ତମାନ ମୁଁ ଏଇପଟେ ଆସିଲି, ଆଉ ଏଇ ସାମ୍ନାରେ ଯେଉଁଟା ଦେଖୁଛନ୍ତି ଏଇଟା ହେଉଛି ସେଇ ଐତିହାସିକ ଚମତ୍କାର ମଠ ଯାହାର ନାଁ ହେଉଛି ପାଦପଦ୍ମ ମଠ। ଦେଖିପାରିବେ ଲେଖା ହେଇଛି ସୋଲାର ବାଡ଼ ପ୍ରତି ସାବଧାନ ହାତୀ। ମାନେ ଏଇ ଚାରିପଟେ ପୁରା ଘଞ୍ଚ ଜଙ୍ଗଲ ରହିଛି, ତ ସେଥିଲାଗି ଏଠି ହାତୀମାନଙ୍କର ପ୍ରବଳ ଉପଦ୍ରବ ଯୋଗୁଁ ଏଠି ସୋଲାର ବାଡ଼ଟି ରଖାଯାଇଛି, ଯେଉଁଥିରେ କି ସୋଲାର କରେଣ୍ଟ ରହିଛି। ଏଠି ଲେଖା ଅଛି ସାଂସଦଙ୍କ ପାଣ୍ଠି ଆନୁକୂଲ୍ୟରେ ବିଦ୍ୟୁତକରଣ ପଦ୍ମପାଦ ଆଶ୍ରମ। ସରି, ଏ ଜାଗାଟିର ନାଁ ହେଉଛି ପଦ୍ମପାଦ ଆଶ୍ରମ, ଗୋପୀନାଥପୁର। ତ ଏଇଭଳି କିଛି ରହିଛି, ଯେହେତୁ ଏଇଟା ମଠ, ତା ଭିତରେ ବିଭିନ୍ନ ପ୍ରକାର ଜିନିଷ ରହିଛି। ତ ଚାଲନ୍ତୁ ଭିତରକୁ ଯାଇ ଦେଖିବା। ବାବା ପ୍ରଣାମ। ବାବା ଆପଣଙ୍କ ନାମଟା? ସ୍ୱାମୀ ଶିବାନନ୍ଦ ମହାରାଜ। ସ୍ୱାମୀ ଶିବାନନ୍ଦ ମହାରାଜ। ଆଚ୍ଛା ବାବା, ଆମର ଏଇ ଯେଉଁ ପଦ୍ମପାଦ ମଠର ଆର କ'ଣ ମାନେ ଏଇଟାକୁ କ'ଣ କେଉଁ ଉଦ୍ଦେଶ୍ୟରେ କ'ଣ କେବେ କେମିତି କେଉଁ ମାନେ କ'ଣ ପାଇଁ କରାହେଇଥିଲା? ଏଇଟା ଆଜ୍ଞା ବହୁତ ପୁରୁଣା କଥା। ଆଜ୍ଞା, ଏଇ ଯେଉଁ ପଥରଟା ଦେଖୁଛନ୍ତି, ଏଇ ପଥର, ହଁ, ଏଇଟା ବହୁତ ବଡ଼ ପଥର। ହଁ,
এইটাକୁ ବଡ଼ ପଥର କହନ୍ତି। ଏଇ ଯୋଉ ପାଦ ଚିହ୍ନ ଦୁଇଟା ଅଛି ଯେ ପାଦ ଚିହ୍ନ। କୋଉଟା କହିଲେ ଏଇ ଯୋଉ ପାଦ ଚିହ୍ନ? এইটা ଗୋଟେ এইটা ଗୋଟେ এইটা 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 ଗୋଟେ এইଟା ଗୋଟେ। ହଁ ଇ କିଏ କାହା ପାଦ ଚିହ୍ନ? এটা ବିଷ୍ଣୁଙ୍କର ପାଦ ଚିହ୍ନ। ଭଗବାନ ବିଷ୍ଣୁଙ୍କର? ହଁ ଭଗବାନ ବିଷ୍ଣୁଙ୍କର ସେ ପାଦ ଚିହ୍ନ। ଆଚ୍ଛା। এটা ଆଉ ଏମିତି କିଛି କଥା ନୁହେଁ। ଆଚ୍ଛା ପ୍ରାୟ 70 ବର୍ଷ ପରେ କି 80 ବର୍ଷ କଥା କି 100 ବର୍ଷର କଥା। ଆଜ୍ଞା ଜଣେ ଜନ୍ମ ଅନ୍ଧ ଆସିକିରି ଏଠି ଆଜ୍ଞା ତାର ଶ୍ୱଶୁର ଘର ଥିଲା ଏଠି ଆଜ୍ଞା ଏଇ ଗୋପୀନାଥପୁରରେ। ଆଜ୍ଞା ସେ ତା ସ୍ତ୍ରୀ କହିଲା ଏଟା ଇଏ ଚକା ତୈଳା ଗୋଟେ ଅଛି, ସେ ତୈଳାରେ ବଡ଼ ପଥର ଅଛି, ସେ ପଥର ପାଖକୁ ମୋତେ ନେଇଥାଏ। ସେ ଅନ୍ଧ ଆସିକି ଏଠି 3 ଦିନ ଭିତରେ ସେ ଚକ୍ଷୁଦାନ ପାଇଲେ? ଚକ୍ଷୁଦାନ ପାଇକି ଏଇ ପଥର ପାଖରେ? ଏଇ ପଥର ପାଖରେ। ଆଚ୍ଛା। ତାପରେ କାଳକ୍ରମେ ସେଇଟା ବହୁତ ବଢ଼ି ଚାଲିଲା। ଆଜ୍ଞା ଏ ଗୋଟେ ଚମତ୍କାର ପାଦ ଚିହ୍ନ। ହଁ ହଁ ମାନେ ଏଇ ପଥରଟା ବି ବହୁତ ବଡ଼ ଅଛି, ହଁ ଆଉ ସେ ପଥରରେ ଏଇଭଳିଆ ପାଦ ଚିହ୍ନ, ଏଇଟା ବି ଗୋଟେ ଅତି ବିସ୍ମୟକର ଚମତ୍କାର ଯାହାକୁ କହନ୍ତି। ଏଇଟା ରହସ୍ୟ ଈଶ୍ୱର ସୃଷ୍ଟ ଜିନିଷ, ଈଶ୍ୱର ଏଇଟା ତ ସୃଷ୍ଟି, କେହି ହଁ। ତିଆରି କରିନାହାନ୍ତି ନା। ମନୁଷ୍ୟକୃତ ଲାଗୁନି। ଏଇଟା ବଡ଼ ପଥର କହନ୍ତି ନାଇଁ? ତାପରେ ୟାର କି ମାନୁଛି ଏଇଟା ଗୋଟେ ମାନେ ଏଇ ବାବାଜୀ ମାନେ କହନ୍ତି ମାନେ ଯେ ଏଇଟା ଗୋଟେ କାଳିଅ ନାଗ ଥିଲା। ଆଜ୍ଞା କାଳି ନାଗଟା ଥିଲା ଯେତେବେଳେ ସେ ସବୁବେଳେ ଏଇଠି ରହୁଥିଲା। ଆଚ୍ଛା ଏଇ ଯେତେବେଳେ କାଳିଅ ଦଳନଟା ତିଆରି ହେଇଗଲା ପରେ ସେ ନାଗ ବି କୁଆଡ଼େ ଗଲା ଯେ ଆଉ ପାଉନାହାନ୍ତି, କେବେ ଦେଖୁନାହାନ୍ତି। ଆଚ୍ଛା କିନ୍ତୁ ନାଗ ରହୁଥିଲା ଆଗ ଅରିଜିନାଲ? ରହୁଥିଲା ଅରିଜିନାଲ ନାଗଟା, ଆଜ୍ଞା କିନ୍ତୁ ଏ କାଳିଅ ଦଳନ ହେଲା ପରେ ସେ ବି ଆଉ ନାହିଁ ବୋଲି କହୁଛନ୍ତି। ଆସିଲି ଯେ ମୁଁ ଏଠି ଯିବା ଆସିବା କରୁଥିଲି। ଆଜ୍ଞା ତାପରେ 2010ରେ ପଳେଇଗଲି, ଜମ୍ମୁ କାଶ୍ମୀର ରହିଗଲି 10 ବର୍ଷଟେ। 2020ରେ ଆସିଲି। ଆସିଲା ପରେ କରୋନା ଫରୋନା ହେଇକି ଗାଡ଼ି ମଟର ବସ୍ ବନ୍ଦ ହେଇଗଲା, ଆଜ୍ଞା ତେଣୁ ରହିଗଲି ମାନେ ଗୁରୁ ଭାଇ ଆମର ଥିଲେ ଆଉ। ଆଜ୍ଞା ଏଇଟା ଆକ୍ଚୁଆଲି ପୁରା ଚାରିପଟ ଜଙ୍ଗଲଟା? ଏଇଟା ପ୍ରକୃତରେ ହଉଛି ଲୋକ ପ୍ରଜାମାନଙ୍କର ଜାଗାଟା। ଆଜ୍ଞା ଏଠି କିଛି ନଥିଲା? କିଛି ନଥିଲା, ବୁଢ଼ା ବୁଢ଼ୀ ଅମଳରେ ଆମେ ହେତଳକୁ ଜାଣିନଥିଲୁ। ଆଚ୍ଛା ଏଠା ଯୋଉ ଜଣେ ଅନ୍ଧ ଆଇଲା ଯାହା ହେ ପ୍ରଭୁ ଡାକିଲା, ଅନ୍ଧ ଡାକୁଛି କହିକିନା ସେ ତା ଧ୍ୟାନରେ ବସିଲା, ଜପ କଲା। ଆଉ ଜପ କରୁ କରୁ ଭଗବାନ ତାକୁ ଚକ୍ଷୁ ଦାନ ଦେଲେ, ଚକ୍ଷୁ ପାଇଗଲା। ଏଇ ପଦମ ପାଦେ ଠାକୁର, ଆଚ୍ଛା ପଦମ ପାଦେ ଠାକୁରେ ଦେଲେ ଚକ୍ଷୁ ଦାନ। ଆଚ୍ଛା ହେଠୁ ସେ ଯାଇକିନା କହିଲା ଯେ ମୁଁ ଏଇଠି ଏଇ ଜାଗାରେ ଚକ୍ଷୁ ଦାନ ପାଇ। ଏଇ ଯୋଉ ପଥରରେ ଯୋଉ ପାଦ ଚିହ୍ନ ଇଏ କେବେ କଣ କେବେଠୁ? ପଦମ ପାଦେ ଠାକୁର ବିଲେ ସେ ଠାକୁର ଏମିତି କହିକି ଆଚ୍ଛା ସେ ପାଦ ଚିହ୍ନ କିମ୍ବଦନ୍ତୀ କିଏ କହିବ? କିଏ କହିବ କେବେଠୁ ରହିଛି? ଆଦିମ କାଳରୁ ରହିଛି। ଆଦିମ କାଳରୁ ରହିଛି ନାଇଁ? ଏଠି ଗରୁଡ଼ ଅଛନ୍ତି ନାଇଁ କି? ହଁ ବିଷ୍ଣୁଙ୍କ ପାଖରେ ତ ଗରୁଡ଼ ରହିବେ ଆଉ। ଏଇ ପଥରଟା ବି ଆରମ୍ଭରୁ ଅଛି ବୋଧେ? ସେଇ ପଥର ଉପରେ ସେଇ ଭଳିଆ ପାଦ ଚିହ୍ନ ଦିଟା ଥିଲା। ଏଇ ପଥର ଉପରେ? ହଁ ସେଇ ଆଚ୍ଛା 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 ହଁ ସେ ମହାରାଜ କହିଲେ ଯେ ଏପଟେ ତ ପଥରଟା ରହିଲା, ଆଜ୍ଞା ଆଉ ମନ୍ଦିରଟା ଏଠି ନ କରି ଆଉ କୋଉଠି କରିବୁ? ତାଙ୍କୁ ସ୍ୱପ୍ନ ହେଲା ଯେ ତୁ ମନ୍ଦିର କର ନ କର କିଛି କଥା ନାହିଁ, କିନ୍ତୁ ମୋର ଯୋଉଠି ଅଛି ସେଇଠି। ତେଣୁ ସେ ବାଧ୍ୟ ହେଇକିରି ସେପଟେ ବଡ଼ ପଥର ହେଲା, ଏଇ ଛୋଟ ପଥରରେ ବି ପାଦ ଚିହ୍ନ ଅଛି। ଏଇଠି ପୂଜା ହଉଥିଲା, ଏଇଠି ବି ପୂଜା ହଉଥିଲା, ମାନେ ଗରୁଡ଼ ପଣା ଢାଳୁଥିଲେ ଆଉ। ତାପରେ ସେ ମନ୍ଦିରଟିକୁ ଏ ବାଟେ ପଶ୍ଚିମ ମୁହାଁ କଲେ, ନହେଲେ ପୂର୍ବ ମୁହାଁ ମନ୍ଦିର ତ ହେବା କଥା। ଏଠି ଅସୁବିଧା ବଶତଃ ୟାକୁ କରାହେଇଛି ପଶ୍ଚିମ ମୁହାଁ। ଏପଟେ ବି ଏକ ମନ୍ଦିର। କିଛି ଦିନ ପରେ ଆମର ଆଜ୍ଞା ୟାକୁ ଗୋଟେ ଶିବ ମନ୍ଦିର ସ୍ଥାପନ କରାଯାଇଛି। ଏଇ ଯୋଉ ଲିଙ୍ଗଟି ସ୍ଥାପନ କରାଯାଇଛି? ସ୍ଥାପନ କରା ହର ହର ମହାଦେବ। ସ୍ଥାପନ ହେବା ପରେ ଏସବୁ ଡେଭଲପମେଣ୍ଟ କାମ ହେଇଛି। ଯେତେବେଳେ ଶିବ ନଥିଲେ ଏଠି ସେମିତି କେହି ବିଶେଷ କିଛି ଆସୁଥିଲେ, ଲୋକ ଯାଉଥିଲେ, ଏତେ ଇଏଟା ନଥିଲା, ଶିବ ମନ୍ଦିର ହେଲା। ଯେତେବେଳେ ଇଏ ଆସିଗଲେ ମାନେ ଶିବଲିଙ୍ଗ ସ୍ଥାପନ ହେଇଗଲେ, ହରିହର 2 ଜଣ ଏକାଠି ହେଇଗଲା ପରେ ସେଇ ଘର ଖାଲି ଘରଟା ଛାତ ପଡ଼ିଥିଲା, ଆଗକୁ ଆଉ ଉନ୍ନତି ହେଇପାରୁନଥିଲା। ହରିହର ବେଟ ହେଇଗଲା ପରେ ସେ ଅଟୋମେଟିକ ଚାଲିବ ଆଉ। ଚାଲିଲା, ସେ ଘର ବଢ଼ିଲା, ଇଏ ବଢ଼ିଲା, ଇଏ ହେଲା। ଏଇ ଯୋଉ ସାପଟା, ଆଚ୍ଛା ଏଇ ସାପଟା ବାରମ୍ବାର ସାପଟା ବାହାରୁଥିଲା। ଏଇ ସାପ? ହଁ ଆଜ୍ଞା ଯୋଉ ଦିନରୁ ତାର ଫଟୋ ଉଠେଇକିରି ଏଠି ରଖି ଦିଆହେଲା, ସେଦିନରୁ ସାପ ବି ନାଗ ସାପ ବି ମାନେ ଏଇ ସାପ ଏଇଠି ବାହାରୁଥିଲେ ବାରମ୍ବାର? କଳା ନାଗ, କାଳି ନାଗ? କାଳି ନାଗ ଅନ୍ୟ ନାଗ ଥିଲା। ତ ଇଏ ଯେତେବେଳଠୁ ଏଇ ଫଟୋ ଆସି ରହିଗଲେ ସେ ବି ଆଉ ଆସୁନାହାନ୍ତି। ମାନେ ଦୈବିକ ଶକ୍ତି ଏଠି ରହୁଛି ଆଉ। ଆଜ୍ଞା ହାତୀ ମାନେ ନ ପଶିବା ଲାଗି ଯୋଉ ତାର, ହଁ ହାତୀ ଥାନ୍ତି, ଆସନ୍ତି କି?
ହାତୀ ପରା ଆସିଥିଲେ 44 ହାତୀ 44 ଗୋଟା ହେଇଗଲାଣି 3 ମାସ ଖଣ୍ଡେ ହେଇଗଲାଣି। ଆଜ୍ଞା ପ୍ରବଳ ହାତୀ ରହିଛନ୍ତି। ଇଏ ହେଲେ ଆମର ବାବା ନାଇଁ କି? ହଁ ବାବା କୀର୍ତ୍ତନ ଦାସ ହଁ ତୀରଧାନ 2000 ମସିହାରେ ତୀରଧାନ ନାଇଁ କି ସମାଧି ଦିଆ ହେଇଛନ୍ତି। ହଁ ସମାଜ ଏଇ ଯୋଉ ଖଡଖଡ ଖଡଖଡ ଆବାଜ ହଉଛି କଣ ନାଲକୋର ନାଲକୋ ସିମେଣ୍ଟ ପ୍ଲାଣ୍ଟଟା। ଆଚ୍ଛା ତ ଦର୍ଶକ ବନ୍ଧୁ ଏଇଭଳି କିଛି ଚମତ୍କାର ଜାଗାଟି ଏଇ ଗୁରେ ପରିପୂର୍ଣ୍ଣ ଏଇ ଜାଗାଟି। ଆଉ ଏଠି ଦେଖିପାରିବେ ଏଠି ହାତୀ ବହୁତ ମାତ୍ରାରେ ରହନ୍ତି ଆସିଥାନ୍ତି ବୋଲି ଏଠି ସୋଲାର ବାଡ଼ ଚାରିପଟେ ରହିଛି। ଏବେ କ'ଣ କରେଣ୍ଟ ଅଛି? ନା କରେଣ୍ଟ କେତେ ରାତିରେ ଅନ୍ କରୁଛନ୍ତି? ରାତିରେ ଅନ୍ କରାହେଉଛି। ରାତିରେ ଅନ୍ କରାହେଉଛି ନାଇଁ କି? ଅନ୍ କରି ରଖିଦେଉଛୁ ମାନେ ଯିଏ ଥରେ ଝଟକା ଖାଇଲେ ଆଉ ଆସୁନାହାନ୍ତି। ହଁ ହଁ ହାତୀ ଏଇ ଜାଗା ଗୁଡ଼ା ଭିତରେ ପୁରା ରହିଲେ ଏ ଜଙ୍ଗଲକୁ ପଦା କରିଦେଲେ ପରା ହାତୀ ଏଠି। ଝାଡ଼ା ବି ପଡ଼ିଛି ସେଠି। ହଁ, କେତେ ଏ ପ୍ରବଳ ଝାଡ଼ା ପଡ଼ିଛି ଆଉ। ପ୍ରବଳ ଝାଡ଼ା ପଡ଼ିଛି। ହଁ ଏଇଠୁ ପୁରା ବେଢ଼ିକି ସେ ପର୍ଯ୍ୟନ୍ତ ରହିଲେ ପୁରା ପଦା କରିଦେଲେ ଆକୁ ଖାଇକିରି ଇଏ କରିକିନା। ହଁ ହଁ ହାତୀ ଆସିକି ଥୁଣ୍ଡଟା ଏମିତି ହାତ ମାରିଦେବ ଆଚ୍ଛା। ଉପରକୁ ଉଠେ ମାନେ କରେଣ୍ଟ ଲାଗିଯାଏ। ହଁ କରେଣ୍ଟ ସେଠି ଅନ୍ କରିଦିଅନ୍ତି। ନାଇଁ ଆମେ କରେଣ୍ଟ ପୁରା ଦିନ ପୁରା ରଖିଦେଲୁ ଆମେ ତ ସାଇନ୍ ବୋର୍ଡ ଲଗେଇ ଦେଇଛୁ ନା। ହଁ, ହଁ। ତେଣୁ ଦିନ ପୁରା କରେଣ୍ଟ ଲାଗେ କାହିଁ ହାତୀ ଏଠି ଅଛନ୍ତି ମାନେ ଆମେ କରେଣ୍ଟ ନ ରଖିଲେ ଭିତରକୁ ପଶି ଆସିଲେ ଆଉ ଭିତରେ ଆଖୁ ଅଛି ବାଉଁଶ ଅଛି ଏଗୁଡ଼ାକ ଖାଇବା ଆରେ ତାଙ୍କର- ଘର ଦ୍ୱାର ଭାଙ୍ଗିଦେବେ। 84ଟା ହାତୀ ହେଲେଣି ନା। ମାନେ ଜାଗାଟି ବହୁତ ଚମତ୍କାର। ହଁ ଏଇଟା ସିଆଇ ଗୋଟେ ନଡ଼ିଆ ଗଛ ଥିଲା। ଆଚ୍ଛା ଏଇଠି ନାଇଁ? ଏଇ ଗଛ, ହଁ ହଁ ଏଇଟା ହଁ ଚାରିଟା। ଏଇଠି ୟାକୁ ଖାଇଲା ହୁଁ। ଏଇ ପର୍ଯ୍ୟନ୍ତ ହାତୀ ଗୋଟିଏ ହାତୀଟା ଆସିଥିଲା ତାପରେ ଆମେ ସୋଲାର ବାଡ଼େଇଦେଲୁ। ଆଚ୍ଛା ବିଭିନ୍ନ ପ୍ରକାର ଗଛ ରହିଛି ନାଇଁ କି? ଆଜ୍ଞା। ମାନେ ଆମ୍ବ ଗଛ ପଣସ ଗଛ ଆମ୍ବ ପଣସ ବର ଇଏ, ବେଲ। ବେଲ ନଡ଼ିଆ ଜାମ୍ବୁ ନଡ଼ିଆ ହଁ ଜାମ୍ବୁ ଗଛ ମାନେ ଜାମ୍ବୁ ଗଛ ଜାମ୍ବୁ କୋଳି ଜାମୁକୋଳି ହଁ 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 ଆଉ ମନ୍ଦାର ଗଛ ତ ଏଡ଼େ ଏଡ଼େ ମୁଁ କେବେ ଦେଖିନଥିଲି। ପୁରା ଏତେ ବଡ଼ ବଡ଼ ମନ୍ଦାର ଗଛ ରହିଛି। ଏଇଟା ଆଶ୍ରମ ନାଇଁ କି? ବନ୍ଧୁ ମାନେ ଆମେ ତ ସବୁ ଶୁଣିଥିଲେ ଯେ ରାମାୟଣରେ ଯେ ପଥର ଭାସିବା ପାଣିରେ ବା ଯେଉଁ ରାମ ସେତୁ ଯେଉଁଥିରେ କି ରାମ ଯାଇଥିଲେ ଲଙ୍କା ବିଜୟ କରିବାକୁ ଆଉ ମାତା ସୀତାଙ୍କୁ ଆଣିବାକୁ ଏଠି ପୁରା ତାର ଲାଇଭ୍ ଉଦାହରଣ ମୁଁ ଆପଣଙ୍କୁ ଦେଖାଉଛି। ମାନେ ଏଇ ଜାଗାରେ ଇଏ ହେଉଛି ସେଇ ପଥର ଯେଉଁ ଗୋଟେ କି ରାମ ସେତୁରେ ଲାଗିଥିଲା ଆଉ ବାବାକୁ ଆଣିଛନ୍ତି। ଇଏ ହେଉଛି ସେଇ ପଥର। ଦେଖନ୍ତୁ ଏଠି ପାଖାପାଖି 3-4 ବାଲ୍ଟି ଗୋଟେ ପାଣି ଆମେ ଗୋଟେ କୁଣ୍ଡରେ ପୂରେଇକି ଏଇ ପଥରଟିକୁ ପକେଇଲୁ। ଏ ପଥର ପୁରା କ୍ଲିଅର ଭାସୁଛି ଆଉ ଓଜନ ବି 3 ରୁ 4 କିଲୋ ଓଜନ। ମାନେ ଗୋଟେ ହାତରେ ମୋତେ ଧରିବାକୁ କଷ୍ଟ ହେଉଛି। ଆଉ ଆପଣ ଦେଖନ୍ତୁ ଏଠି ଆବାଜ ବି ଶୁଣନ୍ତୁ ପଥର ଖଡ଼ଖଡ଼ ଆବାଜ ହେଉଛି। ଆଉ ଦେଖନ୍ତୁ ସେ ପାଣିରେ ସେଇଭଳି ଭାସିକି ରହୁଛି। ମାନେ ଯାହାକୁ କହନ୍ତି ବିସ୍ମୟ ଆଶ୍ଚର୍ଯ୍ୟ ରହସ୍ୟମୟ ଇଏ ପଥର। ଆଉ ଅଲୌକିକ ଶକ୍ତି ନଥିଲେ ଏସବୁ ଜିନିଷ କେବେ ହୋଇପାରିନଥାନ୍ତା। ତେଣୁ ଯାହା ଆମ ପୌରାଣିକରେ ରହିଛି ତାହା 100ରୁ 100 ନିତ୍ୟାନ୍ତ ସତ୍ୟ। ଏଇଠି କେମିତି ଆସିଲା? ଏଇଟା ଆମର ଯାଇଥିଲେ ବାବା ଯେ ରାମ ସେତୁରୁ ଯୋଉ ଦର୍ଶନ କରି ଯାଇଥିଲେ ସେଠୁ ନେଇକି ଆସିଥିଲେ। ସେଠୁ ନେଇକି ଆସିଥିଲେ। ଲୋକ ମତେ ସୁଲଭ ବି ବର୍ଣ୍ଣନା କରିଥିଲେ କହିଲେ ଆଣି କୁଣ୍ଡ ଦେଖିଲେ। ନା ନା ଏଇଟା 3 କିଲୋ ପଥର ବା। ଏଇ ପଥର ଧଡ଼ 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 ହଉଛି। ପଥର ଆବାଜ ହଉଛି ନା? ପଥର ଆବାଜ ହଉଛି। ଏଇ ସିମେଣ୍ଟରେ ପଥର ବାଜିଲେ ଆବାଜ ଯା ଏଇଟା ନାଇଁ କି? ଏଇଟା ମାନେ ଆଶ୍ଚର୍ଯ୍ୟ ରହସ୍ୟ ପୁରା ଚମତ୍କାର। ଏ ବାବା ଦେଖନ୍ତୁ ଆଉ ଉପରେ କେମିତି ହେଇଛି ମହୁ ଫେଣା ଭଳିଆ। ୟାର ଯିବା ପଥର ଗୁଡାକ ଇଏ ମାନେ ଇଏ ବି ଏଇ ପଥର ବି ଆଉ ନାହିଁ ବାବା। ଏଇଭଳି ଏଇ ପଥରଟି ନାଇଁ କି? ଅତି ଚମତ୍କାର। ଏଇ ପଥର ଏବେ ବି ହେଠେ ବି ରଖା ହେଇଛି ସାମ୍ପଲ ତାର ହେଠେ ରହସ୍ୟ। ଏଇ ଏମିତିଆ ବଡ଼ ବଡ଼ ପଥର ପକେଇ ରାମ ଯାଇଥିବେ ଆଉ ନାଇଁ କି? ଥିଲେ ନଳ ନୀଳ ଯୋଉ ସାଇନିଷ୍ଟ୍ରି ଥିଲେ ସେମାନେ ପାସ୍ କଲେ ଯାଇକି ପଥରଟା ଦିଆଗଲା। ସବୁ ପଥର ସବୁ ପଥର ନୁହଁ ସେ ପଥରଟା ଯେତେବେଳେ ଛୁଇଁବେ ଟଚ୍ କଲା ପରେ ଯାଇକିରି ସେ ଯୋଉ ନଳ ଆଉ ନୀଳ ଛୁଇଁଲେ ସେ ମାନେ ସେ ଯାହାକୁ ଲୁହାକୁ ବି ଛୁଇଁ ଦେଲେ ମାନେ ସେ ବାସିବ ତାର ଲୁହାକୁ ତାଙ୍କୁ ସେ ଋଷି ଏଇଭଳିଆ ଶକ୍ତି ଦେଇଥିଲେ ଅଭିଶାପ ଦେଇଥିଲେ ଯେ ସେ ଯଦି ତାଙ୍କର କମଣ୍ଡଳୁ ଇଏ ସବୁ ନେଇକିରି ନଈରେ ପକେଇ ଦଉଥିଲେ। ତେଣୁ ତାକୁ ଅଭିଶାପ ଦେଲେ ତୁ ଯାହା ପକେଇବୁ ପାଣିରେ ଭାସିବ। ତେଣୁ ଲୁହାଟେ ପକେଇଲେ ବି ପାଣିରେ ଭାସୁଥିବ। ନଳ ଆଉ ନୀଳ ନାଇଁ କି?
তো দর্শক বন্ধু এটা ଥିଲା ମୋର ଆଜିର ଏକ ଛୋଟ ଭିଡ଼ିଓ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ। ଆଉ ଚ୍ୟାନେଲରେ ଯଦି ନୂଆ ଥିବେ ଚ୍ୟାନେଲକୁ ଜଲ୍ଦି ସବସ୍କ୍ରାଇବ୍ କରିବେ, ବେଲ୍ ଲାଇକ୍ ବଟନ୍ ଦବାଇବାକୁ ଜମା ବି ଭୁଲିବେନି। ପୁଣି ଦେଖା ହେବ ମୋର ଆଉ ଏକ ଭିଡ଼ିଓରେ ନୂଆ ରୂପରେ ନୂଆ ଜାଗାରେ। ସେତିକି ପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।